ଆମ ନାଁଟା ମୋ ନାଁ ସୁଖଦେବ ନାହାକ। କୋଉଠୁ ଆସିଥିଲେ? ନୟାଗଡ଼ ଜିଲ୍ଲା ଶରଣକୁଳୁ, ମୋର ଘର ବରସାହି। କାହିଁକି ଆସିଥିଲେ? ମୁଁ ଆସିଲି ବୋଲେ ମୋର ବାଁ ପଟ ଗୋଡ଼ ମୁଁ ପଡ଼ିଯିବାରେ ଭାଙ୍ଗିଗଲା, ଗୁଳିଆ ଖସିଗଲା ଆଉ କ'ଣ। ସେଥିରେ ଆସିଛି, ଏଠି ଭଲ ହେଇକିରି ଯିବି ବ୍ରହ୍ମପୁରରେ। କାହିଁକି ଆସିଥିଲେ? ସାଇକେଲରେ ଆସିଲି, ଏ 3 ଚକିଆ ସାଇକେଲ ବ୍ଲକରୁ ମିଳିଛି, ସେଇ ସାଇକେଲରେ ମୁଁ ଆସିଲି ଆଉ। ଗାଡ଼ି ଫାଡ଼ି ସୁବିଧା ଥାଏ, ସାଇକେଲରେ କେମିତି ଆସିବ? ହାତରେ ପଇସା ପତ୍ର ତ ଇଏ ନାହିଁ, ସେଥିରେ ବୋଲି ଏଇଥିରେ ଗଲେ ହେରି 2 ଦିନ ଲାଗିବ, 2 ଦିନ ଲାଗିବ, 5 ଓଳି ଲାଗିଲା। ବାଟରେ ରହିକା ଆସିଲି। ଗୁରୁବାର ଆସିଲି, ଶୁକ୍ରବାର ଗଲା, ଶନିବାର ଦିନ ଏତେ ବେଳକୁ ଆସିଲି। କ'ଣ ହେଇଛି ଆଉ କ'ଣ ପାଇଁ ଆସିଛ? ଏ ଗୋଡ଼ ଭାଙ୍ଗି ଯିବାରେ ଭଲ କରି ଆସିଛି ଆଉ। କେମିତି କ'ଣ ଭାଙ୍ଗିଲା? ପଡ଼ିଗଲି। କେତେ ଦିନ ହେଲା ପଡ଼ିଥିଲ? 4 ବର୍ଷ ପରେ ହେଇଗଲି। ଏବେ ଏଇ ଡକ୍ଟରକୁ ଦେଖେଇଲ? ନାଇଁ, କାହାକୁ ଦେଖେଇନାହାନ୍ତି? ନା। ଏ ଉପରକୁ କିଏ ଧରି ଆସିଲା? ସିଏ ଲୋକ କହିଲେ ବୋଲେ ଏଇଠି କଦର୍ଯ୍ୟ ହେଉଛୁ, ଏଇଠି କାହିଁ ରହିକି ନଙ୍ଗନକ ହେଉଛୁ, ଯ ବ୍ରହ୍ମପୁର ସେଇଟା ଠିକ୍ କରିକି ଆସିବୁ। ଥରେ 5 ଥର ଶୁଣିଲି, ଆଉ ତଥାପି ମୋତେ ତ ଅସହ୍ୟ ହେଲା। ଆଜି ଯିବି ଆଉ। ବାହାରିଲି ଗୁରୁବାର ଦିନ ବାହାରିଲି ଆଉ। ଗୁରୁବାର ଦିନ ଆସିକି ତ ରହିଲି ବାଲିପଦର। ବାଲିପଦରେ ରହିକି ସକାଳୁ ଆସିକି ଏଠି ରହିଲି କୋଠେ ହିଞ୍ଜଳ କାଟ 7 କିଲୋମିଟର ଅଛି, ସେଠି ରହିଲି। ସନ୍ଧ୍ୟା ହେଇଗଲା, ତାପରେ ହିଞ୍ଜଳ କାଟରୁ ତ ଆସିଲି ସେ 7 କିଲୋମିଟର ଭିତରେ ଆସିକି ଶନିବାର ଦିନ ଏଠିକି ଆସିଲି ଆଉ। ଭାବୁଛ ଏଇଟା ଭଲ ହେଇଯିବ ବୋଲି ଭାବୁଛ? ହଁ ଆଜ୍ଞା, ଭଲ ତ ହେଇଗଲାଣି ଆଉ। ଭଲ ହେଇଗଲାଣି? ଆଉ ବୋଲେ ମୁଣ୍ଡ ଯୋଉ ବୁଲେଇ ହେଉଥିଲା, ମୁଣ୍ଡ ବୁଲେଇବା ଯୋଗୁଁ ମୁଁ ଆସିକି ଅଧା ବାଟରେ ଥାନା ଭିତରେ ପଶିଗଲି ନା ମୁଁ। ଏଇଠି ଡାକ୍ତରମାନେ ସବୁଦିନ ଦେଖୁଛନ୍ତି ଆପଣ? ହଁ ଆଜ୍ଞା। ଆଜ୍ଞା, ମୋ ନାଁ ହେଉଛି ରାଜେନ୍ଦ୍ର ପଟ୍ଟନାୟକ। ମୁଁ କୋରାପୁଟ ସେମିଲିଗୁଡ଼ାରୁ ଆସିଛି। କ'ଣ କହିବେ ଡକ୍ଟରମାନେ? ମୋ କହିବା ଅନୁସାରେ ଲୋକ ବଡ଼ ଆଶାବାଦୀ ହେଇକିନା ଆସୁଛନ୍ତି ଯେ MKCG ହସ୍ପିଟାଲରେ ଆସିଲେ କିଛି ତାଙ୍କ ଜୀବନଟା ଫେରିକି ପାଇବେ ବୋଲିକିରି। ମୁଁ ଦେଖୁଛି ମୋ ଶ୍ୱଶୁରଙ୍କ 80+ ହେଇଛି, କିନ୍ତୁ ତାଙ୍କର ଆମ ଷ୍ଟାଫ୍ ନର୍ସ ଆଉ ଡକ୍ଟରମାନଙ୍କର ସହଯୋଗ ସକାଶେ ଗୋଟେ ଲୋକର ଜୀବନ ଫେରି ପାଉଛନ୍ତି, ବଞ୍ଚୁଛନ୍ତି। ଆଉ ବହୁତ ଗୁଡ଼ିଏ ଡକ୍ଟର ଅଛନ୍ତି, ତାଙ୍କର ବ୍ୟବହାର ବହୁତ ଭଲ। ସେ ବ୍ୟବହାର ପାଇଁ ବୋଲିକି ଲୋକ ଯାଉଛନ୍ତି। ସେଥିପାଇଁ ବୋଲିକି ମୁଁ ସାର୍ମାନଙ୍କୁ ବହୁତ ବିଶେଷ ଧନ୍ୟବାଦ ଦେଉଛି। ଆଉ ଆପଣ ଦେଖି ବି ପାରିବେ ସେପଟେ ଯେ ଗୋଟେ ହ୍ୟାଣ୍ଡିକ୍ୟାପ୍ଟ ଲୋକ 130 କିଲୋମିଟର ଦୂରରୁ ଗୋଟେ ଆଶା ନେଇକିନା ଆସିଛି ଯେ ମୁଁ MKCG ହସ୍ପିଟାଲ ଗଲେ ମୁଁ ଭଲ ହେଇକିନା ଫେରିବି। ବାସ୍ତବିକ ସତ କଥା, ଲୋକ ଏଠି ଭଲ ହେଇକିନା ଫେରୁଛନ୍ତି, ଏଥିରେ ଦ୍ୱିଧା ନାହିଁ। ଆଉ ମୁଁ ଡକ୍ଟରମାନଙ୍କୁ ବହୁତ ଧନ୍ୟବାଦ କରିବି, ଆଉ ହାତ ଯୋଡ଼ିକି ମଧ୍ୟ ମୁଁ ତାଙ୍କୁ ଧନ୍ୟବାଦ ପୁଣି ଥରେ ଦେବାକୁ ଚାହିଁବି ଯେ ତାଙ୍କର ଉଦ୍ୟମ କ୍ରମେ ରୋଗୀମାନେ ଠିକ୍ ଅଛି। ବାଇସାଇକେଲରେ ଲୋକ 130 କିଲୋମିଟର ଆସିବେ। ହଁ, ନିହାତି ସତ କଥା। ଆଶାରେ ଆସୁଛନ୍ତି, ଗୋଟେ ବଡ଼ ମେଡ଼ିକାଲ ଆସି ଭଲ ହେଇଯିବ। ହଁ, ବହୁତ ଆଶା ଧରିକିନା ଆସୁଛନ୍ତି। ଆଉ ଡକ୍ଟରଙ୍କ ବ୍ୟବହାର ବହୁତ ଭଲ, ମୋତେ ବହୁତ ଭଲ ଲାଗିଲା। କାହିଁକି ମୁଁ ବି 350 କିଲୋମିଟର ଦୂରରୁ ଆସିଛି ଯେ ଗୋଟେ ଆଶା ନେଇକିନା ଯେ ମୋର ପେସେଣ୍ଟକୁ ମୁଁ ଭଲ କରିକିନା ନେଇକି ଯିବି। ଆଉ ଭଲ ବି ହେଇଛନ୍ତି। ମୋତେ ଆଜି ଡିସଚାର୍ଜ ମୋତେ କରିଦେଲେ। ମୁଁ ପୁଣି ଆଉଥରେ ଡକ୍ଟରମାନଙ୍କୁ ଧନ୍ୟବାଦ ଦେଉଛି ସାର୍।